बोला भाव विनोदिया ठाकुर तुम जीव जीवन तो बांघ्री गली शरण मुते कर कारण कारण तो बांघ्री कर कारण कला पतित पावन बाना तो बोली सुनिली जाऊं हे बोले सुनिले जाऊं सुनिले जाऊं आश्रा करी अछि केवल भक्ति पाइबे काहूं पाइबे काहूं हे पाइबे काहूं पाइबे काहूं पाइबे काहूं आशा करी अछि केवल भक्ति पाइबे काहूं बोला तुम घरु भात सरिला हे भक्त बत्सल हे आहे भक्त बत्सल हे भक्त बत्सल किस तुम्भंगु जोगाई भक्त हेलाणी बेला हेलाणी बेला हेलाणी बेला हेलाणी बेला किस तुम्भको भुंजाई व्यस्त हेलाणी बेला तुम्भकु दर्शन करिले अर्ण पूर्ण होइब से अर्ण पूर्ण होइब से अर्ण पूर्ण होइब एही गधा गोटी नाथ हे जुगे जुगे रहिब एही कथा गोटी नाथ हे जुगे जुगे रहिब हे जुगे जुगे रहिब एही कथा गोटी नाथ हे जुगे जुगे रहिब कला देव नव भावने बहे होईन भावग्राही रे रही हे भावग्राही रे रही से भावग्राही तो निकट हेलाणी अभिराम कहए हे राम कहई हे राम कहए राम कहई निकट हेलाणी अभि लिखिले शांताकारं भुजग शयनं पद्मनाभ सुरेशं विश्वाधारं गगन सदृशं पद्मनाभ सुरेशं रह समस्ते बसी जाओ आनंद कंद परमानंद जगदानंद परमेश्वर श्री अर्चन्य वंदनीय सत्यनारायण महाप्रभु कल्याणमयी जगदेश्वरी विंध्येश्वरी झंकड़वासिनी मां शारदे वरदे आज्ञा आज्ञा तथा गणपति आदि पंचदेवतांकर अभय पदकंजरे आज्ञा आज्ञा चित्त मन को निर्मल करने को जाई मु पीर दरबार उपरे
ଗୋଟିଏ ମଙ୍ଗଳାଚରଣ ରୂପକ ଶ୍ଲୋକଟିଏ ଉପଢଉ କମ୍ ଦେବି। ଆଚ୍ଛା 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 ସେ ମଙ୍ଗଳାଚରଣ ଶ୍ଲୋକଟା କଣ? କଣ ଆଜ୍ଞା? ଯାହାକୁ ବ୍ୟାସଦେବ ପ୍ରମାଣ କଲେ। ବ୍ୟାସଦେବ କହିଛନ୍ତି। ଆଚ୍ଛା କହିଲେ ପୁଣ୍ୟ ଶ୍ଲୋକ ନଳ ରାଜା ପୁଣ୍ୟ ଶ୍ଲୋକ ଯୁଧିଷ୍ଠିର ପୁଣ୍ୟ ଶ୍ଲୋକ ବୈଦେହୀଶ୍ଚ ପୁଣ୍ୟ ଶ୍ଲୋକ ଜନାର୍ଦ୍ଦନ ଜଗତରେ ପୁଣ୍ୟ ଶ୍ଲୋକ କାହାକୁ କୁହାଯାଏ? କାହାକୁ କୁହାଯାଏ ପୁଣ୍ୟ ଶ୍ଲୋକ ବୋଲି? ପୁଣ୍ୟ ଆଜ୍ଞା ବୋଲେ ଯିଏ ଜୀବନରେ ଜମା ପାପ କରିନି। ଯିଏ ପାପ କରିଛି ସେ କଣ ପୁଣ୍ୟବାନ ହବ? କିରେ ପାପୀ ନା ଶୁଣୁଛ ପୁଣ୍ୟ କୋଉଠୁ ଆସିବ? ଚାରିଟା ଯୁଗରେ ଚାରିଜଣ ଆଜ୍ଞା କେବେ ପାପ କରିନାହାନ୍ତି। ହଁ ସେ ଚାରିଜଣ କିଏ? ସେ ଚାରିଜଣ କିଏ କିଏ ଯେ ଏତେ ପାପ କରିଛନ୍ତି ତାଙ୍କ ନାଁଟା ରହିଛି? ନା ପୁଣ୍ୟ ଶ୍ଲୋକ ନଳରାଜା, ପୁଣ୍ୟ ଶ୍ଲୋକ ଯୁଧିଷ୍ଠିର, ଆଚ୍ଛା ପୁଣ୍ୟ ଶ୍ଲୋକ ବୈଦେହୀଶ୍ଚ, ପୁଣ୍ୟ ଶ୍ଲୋକ ଜନାର୍ଦ୍ଦନ। ବାସ୍ କଳି ଯୁଗରେ ଜନାର୍ଦ୍ଦନ ବୋଲେ ଜଗନ୍ନାଥ କେବେ ପାପ କରିନି। ନା ନା ଜଗନ୍ନାଥ ପାପ କରିନି। ଜଗନ୍ନାଥ ହଉଛି ଜଗତର କର୍ତ୍ତା, ସିଏ କୋଉଠି ପାପ କରିବେ? ଯଦି ଜଗନ୍ନାଥ ପାପ କରିନି କେମିତି ପଶିଲା ଜଗା ବେଶ୍ୟାଳୟ ଘର? କେମିତି ସେ ପୁଣ୍ୟ ଶ୍ଲୋକ ହୋଇବ ସତ୍ୱର? ବେଶ୍ୟାଟିଏ ଥାଏ, ତା ନାଁ ହେଲା ଚଞ୍ଚଳା ବେଶ୍ୟା। ବେଶ୍ୟା ପାଲାବାଲା ଟିକେ ମନ ଦେଇକି ଶୁଣୁଥା। ଆଉ ବିଷୟକୁ ବିଷୟ ଯଦି ଲଗେଇ ପାରିଲ ଆଚ୍ଛା ତାହେଲେ ସେ ପାଲାଟା ହେଲା ଠିକ। ଠିକ ଯଦି ଅନ୍ୟ କୁଆଡେ ଗତି କଲ, ଆଜିକାଲି ଆଉ କେହି ଗଣ୍ଠିଲି ବାନ୍ଧିବାକୁ କହୁନାହାନ୍ତି ପାଲାବାଲାଙ୍କୁ। ଆଜ୍ଞା ଯିଏ ଯେମିତିଆ ପାଲା ଗାଉ ଚଳି ଯାଉ ଆଉ କଣ। ହୋ ହାଲା କରି ଖାଲି ଚାଲିଲେ ଆଉ। ଗୋଟେ ବେଶ୍ୟା ଥିଲା, ନାଁ ହଉଛି ଚଞ୍ଚଳା ବେଶ୍ୟା। ଗଜପତି ପ୍ରତାପ ରୁଦ୍ରଦେବ। ଆଚ୍ଛା ପ୍ରତାପ ରୁଦ୍ରଦେବ। ରୁଦ୍ରଦେବ ଆଜ୍ଞା କଣ କଲେ? ସେତେବେଳେ ସିରାଜ ଉଦ୍ୱାଲା ବଙ୍ଗର ନବାବ ଆଚ୍ଛା
ପୁରୀର ଶ୍ରୀମନ୍ଦିରକୁ ଭାଙ୍ଗିବାକୁ ଆସିଥାଏ। କେଡ଼େ କଥା କରିବ ବୋଲି ଆସିଛି ରେ ପୁଅ। ଗଜପତିଙ୍କ ଆଖିରେ ଆଖିରେ ଲୁହ। କଣ କରିବ? କହିଲେ ହେ କରୁଣାକର, ହେ ପ୍ରଭୁ ଦୀନବନ୍ଧୁ। ସେତେବେଳେ ଶ୍ରୀକ୍ଷେତ୍ରରେ ଆହା କ୍ଷତ୍ରିୟ ସୈନ୍ୟ ଏ ଖୋର୍ଦ୍ଧାଗଡ଼ରୁ ଆଚ୍ଛା 10,000 10,000 ଆଚ୍ଛା। କିନ୍ତୁ ସିରାଜ ଉଜ୍ଜ୍ୱଳ ଆଣିଛି 1,00,000 ସୈନ୍ୟ। ଆଚ୍ଛା 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 ଆଚ୍ଛା। ଆଉ ଯେ ଏ 1,00,000 ସୈନ୍ୟ ଆଗରେ 10,000 କିଛି ନୁହେଁ ସେ। କଣ କରିବେ? କିଛି ନାହିଁ। ତାହେଲେ ଜଗନ୍ନାଥ କଣ ଲେଉଟି ପଡ଼ିବ? ଆଜ୍ଞା ଦେଖିବା କଣ ହଉଛି। ଡାକିଲେ ହାତ ଯୋଡ଼ିକି ସବୁ ଜଗନ୍ନାଥ। ବାସ୍ ହାତ ଯୋଡ଼ିକୁ ଦୁଃଖ ଜଣାଇଲେ ପ୍ରଭୁଙ୍କୁ। କହିଲେ ପ୍ରଭୁ ପ୍ରଭୁ ଏବେ ବାଟ କଣ ହବ? ନାଥ ହେଇଯିବୁ ପ୍ରଭୁ। କ୍ଷମା ନିଧି କି ବାରେ ଚାମରଟା ଦେ। ଆୟୁଷ୍ମାନ ଭବନ୍ତୁ, ସର୍ବାରିଷ୍ଟ ଶାନ୍ତିରସ୍ତୁ। ବାପା ମାଙ୍କର ଭଲ ପୁଅ ହ, ଭଲ ପାଠ ପଢ଼, ଭଲ ନାଁ ରଖ, ଏତିକି ମା କାଳୀଙ୍କ ପାଖରେ ମୁଁ ଆତ୍ମନିବେଦନ କରୁଛି। ମୋତେ 100-200 ଦେଇଦେଲେ ମୁଁ ବଡ଼ ଲୋକ ହେବିନି, କିନ୍ତୁ ତୁ ଯଦି ପ୍ରକୃତରେ ପାଠ ପଢ଼ିକି ବଡ଼ ଲୋକ ହବୁ, ତାହେଲେ ଦିନେ ନା ଦିନେ ମୋ ନାଁଟା ରହିବ। ତୁ ଦିନେ ନା ଦିନେ କହିବୁ ମୋ ନାଁରେ ନୃସିଂହ ହୋତା ଚାମର ଟେକିଥିଲା। ଆଜ୍ଞା 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 ହେ ଭଗବାନ। ମୁଁ ତତେ ଆଶୀର୍ବାଦ କରୁଛି। ହଁ ହଁ ତୋ ବାପା ମାଙ୍କର ତୁ ଭଲ ପୁଅ ହ, ହଁ 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 ଏ ଗାଁର ଭଲ ପୁଅ ହ, ଏ ଅଞ୍ଚଳର ଭଲ ସନ୍ତାନ ହୁଅ। ହଁ 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 এই অঞ্চল যেমিতি তোতে সদাবেলে ঝুরুথব, ହଁ 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 এতিকি আশীর্বাদ করুছি। ক্ষমা নিধি কি বারে অঞ্চলরে ক্ষমা নিধি কি বারে খ্যাতি কি ওর পিলি ক্ষমম অপরাধ, ক্ষমম জীব সাধ, খাদ্য চরণ তলে দেলি হে মহাপ্রভু 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 ଆଉ ଥରେ ମହାପ୍ରଭୁ ক্ষিতির ক্ষণে তুম্ভবানা গীতির ক্ষণে তুম্ভবানা ভব ভয়কু বজ্র সেনা
ବାପ